ଯଦି ଆପଣଙ୍କର ଇନକମ୍ ସାର୍ଟିଫିକେଟ୍ ଦରକାର ରହିଛି ତେବେ ଆପଣ ଏହା ଆପଣଙ୍କ ମୋବାଇଲ ମାଧ୍ୟମରେ ଆପ୍ଲାଏ କରିପାରିବେ, ତାହା ବି କେବଳ ଉମଙ୍ଗ ଆପ୍ରେ। ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ୱେବସାଇଟ୍କୁ ଯିବାକୁ ପଡ଼ିବ ନାହିଁ, ବହୁତ ଗୁଡ଼ିଏ ପ୍ରୋବ୍ଲେମର ସାମ୍ନା କରିବାକୁ ପଡ଼ିବନି କିମ୍ବା କୌଣସି ଜନସେବା କେନ୍ଦ୍ରକୁ ମଧ୍ୟ ଯିବାକୁ ପଡ଼ିବ ନାହିଁ। କେବଳ ଆପଣ ଆପଣଙ୍କର ମୋବାଇଲ ମାଧ୍ୟମରେ ଯେଉଁ ସରକାରୀ ଉମଙ୍ଗ ଆପ୍ ରହିଛି, ଏହି ଉମଙ୍ଗ ଆପ୍ ଜରିଆରେ ଆପଣ ଆପଣଙ୍କର ଇନକମ୍ ସାର୍ଟିଫିକେଟ୍କୁ ଆପ୍ଲାଏ କରିପାରିବେ। ଉମଙ୍ଗ ଆପ୍ରେ ଏଇଭଳି ସବୁ ସର୍ଭିସ୍ ଗୁଡ଼ିକ ଏବେ ଆଡ଼୍ ହେଉଛି। ଏହି ଆପ୍ ଜରିଆରେ ଆପଣ ଯେଉଁ ଇନକମ୍ ସାର୍ଟିଫିକେଟ୍ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହା ଆପଣ ଏଇଠି ଆପ୍ଲାଏ କରିପାରିବେ। ମୁଁ ଏବେ ଆପଣଙ୍କୁ ଉମଙ୍ଗ ଆପ୍ରେ କିପରି ଆପ୍ଲାଏ କରିବେ ଏହା କହିବାକୁ ଯାଉଛି। ତା ପୂର୍ବରୁ ଆପଣ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏବେ ଚାଲନ୍ତୁ ଦେଖିବା ଆପଣ ଏହି ଉମଙ୍ଗ ଆପ୍ ଜରିଆରେ କିପରି ଇନକମ୍ ସାର୍ଟିଫିକେଟ୍ ପାଇଁ ଆପ୍ଲାଏ କରିବେ। ଆପଣ ଏହି ଉମଙ୍ଗ ଆପ୍କୁ ଆସିଲା ପରେ ଆପଣଙ୍କୁ ତଳେ ବହୁତ ଗୁଡ଼ିଏ ଅପସନ୍ ସବୁ ଦେଖିବାକୁ ମିଳୁଛି। ଏଇଠି ଆପଣଙ୍କୁ ଗୋଟେ ଅପସନ୍ ଦେଖିବାକୁ ମିଳୁଛି ସର୍ଭିସ୍। ଏହି ସର୍ଭିସ୍ ଅପସନ୍ ଉପରେ କ୍ଲିକ୍ କରିବେ। ସର୍ଭିସ୍ ଅପସନ୍ ଉପରେ କ୍ଲିକ୍ କଲା ପରେ ଏଇଠି ଦେଖିବେ ସାର୍ଟିଫିକେଟ୍ ଅପସନ୍ରେ ଆପଣଙ୍କୁ ଇନକମ୍ ସାର୍ଟିଫିକେଟ୍ର ଅପସନ୍ ଦେଖିବାକୁ ମିଳୁଛି। ଏହି ଇନକମ୍ ସାର୍ଟିଫିକେଟ୍ ଅପସନ୍ ଉପରେ କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଉପରେ ଆପଣଙ୍କୁ ଷ୍ଟେଟ୍ ସର୍ଚ୍ଚ କରିବାକୁ ଦେଉଛି ଓ ତଳେ ଷ୍ଟେଟ୍ ଗୁଡ଼ିକ ସବୁ ଦେଖିବାକୁ ମିଳିଯାଉଛି। ଏଇଠି ଆପଣଙ୍କୁ ଦେଖନ୍ତୁ ସବୁ ଷ୍ଟେଟ୍ ଗୁଡ଼ିକ କମିଂ ସୁନ୍ ଦେଖାଉଛି। ଆମର ଓଡ଼ିଶା ଷ୍ଟେଟ୍ଟା ଏବେ ସର୍ଚ୍ଚ କରି ଦେଖିବା। ଦେଖନ୍ତୁ ଓଡ଼ିଶା ଷ୍ଟେଟ୍ଟି ମଧ୍ୟ ଏବେ କମିଂ ସୁନ୍ରେ ରହିଛି। ଓଡ଼ିଶା ଷ୍ଟେଟ୍ଟି ଏପର୍ଯ୍ୟନ୍ତ ପୁରାପୁରି ଆଡ଼୍ ହୋଇନାହିଁ। ଏହାର ସର୍ଭିସ୍ ଗୁଡ଼ିକ ଯେତେବେଳେ ଆଡ଼୍ ହୋଇଯିବ ଆପଣ ଏଥିରେ ଆପଣଙ୍କର ଇନକମ୍ ସାର୍ଟିଫିକେଟ୍ ଆପ୍ଲାଏ କରିପାରିବେ।